କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 167ତମ ଭାଗ। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। ब्रह्मा गुरुଙ୍କ ଅବମାନନା ଯୋଗୁଁ ଇନ୍ଦ୍ର ଏବଂ ଦେବତାମାନଙ୍କୁ ନିନ୍ଦା କରିଛନ୍ତି ଆଉ ବୃହସ୍ପତିଙ୍କ ସ୍ଥାନରେ ବିଶ୍ୱରୂପଙ୍କୁ ଗୁରୁ ଭାବରେ କରିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ବିଶ୍ୱରୂପଙ୍କୁ ଗୁରୁ ଭାବେ ବରଣ ମଧ୍ୟ କରିଛନ୍ତି। ସେ ବୈଷ୍ଣବ ବିଦ୍ୟା ବଳରେ ଅସୁରମାନଙ୍କଠାରୁ ସମ୍ପଦ କାଢ଼ି ଆଣି ଇନ୍ଦ୍ରଙ୍କୁ ଦେଇଛନ୍ତି। ଏବେ ପରୀକ୍ଷିତ ବୈଷ୍ଣବ ବିଦ୍ୟା ବା ନାରାୟଣ କବଚ ଉପଦେଶ ଶୁଣିବାକୁ ଚାହୁଁଛନ୍ତି। ପରୀକ୍ଷିତ ଉବାଚ ଶୁଣ ହେ ମୁନି ତପୋଧନ, ତୁମ୍ଭେ ଯେ କହିଲ ବିଧାନ। କବଚ ନାରାୟଣ ରୂପ, ଇନ୍ଦ୍ରଙ୍କୁ ଦେଲେ ବିଶ୍ୱରୂପ। ଯେଣେ ଇନ୍ଦ୍ର ରକ୍ଷିତ ହୋଇ ସ୍ୱର୍ଗରେ ଭୋଗ ସେ ଭୁଞ୍ଜଇ। ଗଜ ତୁରଙ୍ଗ ରିପୁ ବଳେ, ଲୀଳା ମାତ୍ର କେ ଜିଣି ହେଳେ। ତ୍ରୈଲୋକ୍ୟ ଅଶେଷ ସମ୍ପଦେ, ଭୁଞ୍ଜୁ ଅଛନ୍ତି ଅପ୍ରମାଦେ। ଭୋ ସ୍ୱାମୀ ମତେ ଯେବେ ଦୟା, ବିସ୍ତାରି କହିବାକ ଏହା। ହେମନ୍ତ ବର୍ମ ନାରାୟଣ, ଇନ୍ଦ୍ରର ରକ୍ଷାର କାରଣ। ଯେ କର୍ମ ବଳେ ଶତ୍ରୁ ଜିଣି, ସ୍ୱର୍ଗେ ନିର୍ଭୟ ବଜ୍ର ପାଣି। ରାଜା ବିନୟ ଦେଖି ମୁନି, କହନ୍ତି ତାର ଭାବ ଘେନି। ସୁକୱାଚ ଇନ୍ଦ୍ର ନିମନ୍ତେ ହୋଇ ବୃତ, ପ୍ରସନ୍ନ ହୋଇ ପୁରୋହିତ। ଯେ ବର୍ମ ନାମ ନାରାୟଣ, କହିଲେ ଏକ ମନେ ଶୁଣ। ବିଶ୍ୱରୂପ ବାଚ କର ଚରଣ ଜଳେ ଧୋଇ, ଗଣ୍ଡୁ ସୌଦଂ ମୁଖ ହୋଇ। ମନ୍ତ୍ରରେ କରି ଅଙ୍ଗ ନ୍ୟାସ, ମୌନ ସୂଚି ହୋଇ ତୋଷ। ଯେ ବଣ ବର୍ମେ ନାରାୟଣ, ଦୋଷ ହୋଇବେ ତତ୍କ୍ଷଣ। ବିଷ୍ଣୁ ବିନମ ଉଚ୍ଚାରିବ, ଓଙ୍କାର ତହି ଆଦି ଦେବ। ପରମ ଆତ୍ମା ଏହି ମନ୍ତ୍ରେ, ଧ୍ୟାନ କରିବ ବିରତି। ସତ ଶକତି ରୂପ ଯୁତ, ଅନାଦି ଦିବ୍ୟ ସୁଧ ସତ୍ତ୍ୱ। ଯେ ହରି ଗରୁଡ଼ ପୃଷ୍ଠରେ, ପାଦ ପଦ୍ମ ଦେଇଛି ଶିରେ। ଯେ ଅଷ୍ଟବାହୁ ଋଣ କରି, ଚର୍ମ ଅସି ଗଦାକୁ ଧରି। ଶଙ୍ଖ ପାଶ ଇସୁ ଚାପରେ, ରଖନ୍ତୁ ମୋତେ ଚକ୍ରଧରେ। ଯେ ଜଳେ ମତ୍ସ୍ୟ ରୂପ ହୋଇ, ସେ ପ୍ରଭୁ ରକ୍ଷା କରୁ ଦେହି। ଜଳ ଜନ୍ତୁଙ୍କ ସକାଶରୁ, ରଖିବେ ବରୁଣ ପାଶରୁ। ମାୟା ବାମନ ରୂପ ଛଳେ, ସେ ରକ୍ଷା କରୁ ଅବହେଳେ। ତ୍ରିବିକ୍ରମ ରଖୁ ଭୂମିରେ, ବିଶ୍ୱରୂପ ଯେ ଆକାଶରେ। ବନ
ସଂଗ୍ରାମ ସଙ୍କଟରୁ ଦୁର୍ଗମ ସେ ମୋତେ ଉଦ୍ଧରୁ ଅସୁର ଯୁଥର ଅଇରି ନୃସିଂହ ମତେ ସେ ଉଦ୍ଧରି ଯାହାର ଅଟ୍ଟହାସ ଶୁଣି କମ୍ପନ୍ତି ଏ ଦିଗ ଧରଣୀ ଦୈତ୍ୟ ପତ୍ନୀଙ୍କ ଗର୍ଭମାନେ ପଡ଼ନ୍ତି ଯେ ହାସ ନିଶ୍ୱନେ ସେ ପ୍ରଭୁ ଯୁଦ୍ଧ ଆଦି ସ୍ଥଳେ ମୋତେ ରଖନ୍ତୁ ଅବହେଳେ পথে রখন্তু যজ্ঞ কল্প অখিলাধার বিশ্বরূপ দশনি অবনি যে ধরি মোতে সে বরাহ উদ্ধরি অদ্রিকূটরে পরশুরাম প্রবাসে রাম যে লক্ষ্মণ ভরত অগ্রজটি যেহু সে মোর রক্ষক সদা হেউ অখিল চিন্তা প্রমাদরু সে নারায়ণ রক্ষা করু নরক শরীররু মোতে রক্ষা করিবে জগন্নাথে আবর নর রূপী হরি রখন্তু গর্বরু ধরি বিপত্তি মান হই যেতে রখিবে জগন্নাথ মোতে যোগ ভ্রষ্টরু দত্তাত্রেয় রখন্তু হই সে সদায় কপিল রূপী দেব হরি রখন্তু কর্ম বন্ধ হরি অনঙ্গ পীড়ারু জগতে সনত কুমার রঘুমতে দেব হেলনাদি দোষরু হয়গ্রীব মূর্তি উদ্ধরু দেবতা আরাধন বিষ্ণু নারদ রখন্তু মতনু কমঠ রূপী চক্রধর শেষ পাপুত্রাহি কর অপথ্য ভোজন রুমর যে ব্যাধি জন্মে অতি ঘর তাহা নাসিবে ধন্বন্তরি যে দ্বন্দ্ব ভয়টি মহরি তহু রখিবে না ভিসুত বৃষভ নামে যে বিদিত দুর্বাদ জনসমূহରୁ ଯଜ୍ଞ ମୂରତି ରକ୍ଷା କରୁ ବଳବନ୍ତଙ୍କ ତହୁଁ ମୋତେ ରଖନ୍ତୁ ବଳଦେବ ନିତ୍ୟେ ସର୍ପଙ୍କ ପ୍ରତାପରୁ ମୋତେ ଶେଷ ରୂପୀ ରଖୁ ଯୁଗତେ ମୋହର ମନ ବୁଦ୍ଧି ବେନି ରଖନ୍ତୁ ବ୍ୟାସ ମହାମୁନି ପାଷଣ୍ଡ ନିକର ପ୍ରମାଦ ତହୁଁ ରଖିବେ ଦେବ ବୁଦ୍ଧ ଧର୍ମ ପାଳନେ ଅବତାର ଯେ ପ୍ରଭୁ କଳ୍କି ରୂପ ଧର କଳିର ପାପ ନାଶ କରି ରଖନ୍ତୁ କଳ୍କି ରୂପ ଧାରି ହେ ଦେବ ଇନ୍ଦ୍ର ଏ ବିଧିରେ ଧ୍ୟାଇବ ଦିବାର ଜନିରେ ପ୍ରାତଃ କାଳରେ କୃପା କରି ମୋର ସକଳ ରିଷ୍ଟ ହରି କେଶବ ଗଦା ଧରି କରେ ମୋତେ ରଖନ୍ତୁ ପ୍ରଭାତରେ ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 167ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା
ସୁହାସ ମହାନ୍ତି।